ଚାଲନ୍ତୁ ଦେଖିବା ପରି କଣ ବନଉଛି। ବାବାରେ ସବୁ କଟାକଟି କରି ରେଡି କରିସାରିଲେଣି। ଏଟା କୋଉ ସେଇଥିରେ ଚପ୍ କରିଦେଲୁ? ଭଲ ହଉଛି। ଗାଜରଟା କଟିଲାନି ତଥାପି ଠିକ ଠାକ ହେଇଛି ନା ଆଉ କେମିତି କାଟିଲେ? ଦେଖାଯାଉନି ମାନେ ଭଲ ଲାଗୁନି। ଠିକ ଠାକ ଅଛି ତ। ପରି ଆଜି କଣ ରେସିପି ଅଛି? ପୁରୁଣା ରେସିପିଟା ପୁରୁଣା ରେସିପି କିନ୍ତୁ ନୂଆ ଜିନିଷରେ କଟା ହେଇଛି ତ ଚପ୍ ଟା ଭଲ ହେଇଛି। ତେଲ ଫେଲ ସବୁ ଢାଳି ରେଡି କରିସାରିଲାଣି। ତ ଏମିତି ରୋଷେଇ ଏତେ ଛୋଟ ପିଲା କେମିତି ବନଉଛି ଚାଲନ୍ତୁ ଦେଖିବା। ହଁ ହେଲା ନୂଆ କଡେଇ ନହେଲେ ନାହିଁ ପୁରୁଣା କଡେଇରେ ଚଳେଇଦବା ଆଉ। ତ ବର୍ତ୍ତମାନ ପ୍ରସ୍ତୁତ ଚାଲିଛି। ଏକାଥରେ ସବୁ ପକେଇ ଭାଜିଦେବୁ। ଆଉ ଦେଖିବା କେମିତି କଣ ହଉଛି ପ୍ରୋସେସିଂ ଟା ଚାଲିଛି। ଆଗ ଟିକେ ଲୁଣ ପକେଇବା। ଆଗ ଟିକେ ଲୁଣ ପଡିବ କଣ କହିଲାଣି। ହେ ଲୁଣିଆ ପିଡି ହେଇଯିବନି ତ? ଗୋଲମରିଚ ଗୁଣ୍ଡ ଅଛି। ଗୋଲମରିଚ ଗୁଣ୍ଡ ନାହିଁ ଯଦି ଡବାରେ ଅଛି ଇଏଟା ତାକୁ ଆଣିକି ଛେଚିଦେ ଟିକେ। ସେଇଥିରେ ଅଛି ଦେଖେ ତ ଗୋଲମରିଚ ଏକା ଛେଚା ଯିବ। ତ ଆଜି ଇଭିନିଂ ରେ ପରି ବନଉଛି ଗୋଟେ ରେସିପି। ଏଇଟା ପୁରୁଣା ରେସିପିଟା ନାଇଁ କି? ପୁରୁଣା ରେସିପି କିନ୍ତୁ ନୂଆ ଜିନିଷରେ ଏଇଟା ଏଇଥିରେ ସବୁ ଚପ୍ କପ୍ କରିଦେଇଛି। ଏଥିରେ ସବୁ କରିଛି। ଏଥିରେ ଗୋଟେ କଣ ରଖିଛି ଚାଲନ୍ତୁ ଦେଖିବା। ଏଥିରେ କଣ ରଖିଛି ଖୋଲୁନି। ସେ ମଇଦା ଫଇଦା କେତେବେଳେ ଚକୁଟି ସାରିଲାଣି। ମୁଁ ସେଠି ଟିଭି ଦେଖୁଥିଲି ସବୁ ଆସିଛି କେତେ ସାରା ଆଇଟମ ବନେଇଲାଣି କଣ ସବୁ କରିବ ବୋଲି। ତ ଏମିତି ପରି ଭଳିଆ କିଏ ଏମିତି ସବୁ ରେସିପି ବନଉଛି। ପରି ପୁରା ଜବରଦସ୍ତ ରେସିପି ବନେଇବ ପୁରା। ତା ଖାଇଲେ ସେ ମଜା ଲାଗିବ ନା କଣ? ସୋୟା ସସ୍ ଟା ଗୋଟେ ଅଲଗା ପ୍ରକାର ଗୋଟେ ଅଛି। ଭିନେଗାର ର ସୋୟା ସସ୍ ଟା ଭଲ। କଣ ବୋଧେ ଅଛି ସେଇ ଟାଇପର ଭିନେଗାର ସୋୟା ସସ୍ ଟା କଣ? ହଁ ମିଳୁଛି ଭିନେଗାର ସୋୟା ସସ୍ ଟା। ମୁଁ ଗୋଟେ ଫଟୋ ଉଠେଇ ରଖିଛି ସେଇ ଟାଇପର ନେଇ ଆସେ କି? ଏଇ ଡବାରୁ ଗୋଟେ କଣ ମସଲା କାଢିଲା। ଏ ଡବାରେ କଣ ସବୁ ମସଲା ଅଛି? କୋଉଟା ଅଛି? ତାପରେ ପାସ୍ତା ମସଲା ପଡିବ। ପକେଇ ଦବା। ତୋ ଷ୍ଟାଇଲରେ କରୁଛୁ ନା କଣ? ତୋ ଷ୍ଟାଇଲରେ କରୁଛୁ ବୋଲି ପାସ୍ତା ମସଲା ପକେଇଦବା ନା କଣ? ସେଟା ଭିନେଗାର। ଟମାଟୋ ସସ୍ ନାହିଁ। ରସୁଣ ଚୋପା ଛଡେଇ ନେଇଥିଲି। ବଢିଆ ଆଇଟମ ତ ହଉଛି ତୁ ସେଇଟା କରିବୁ। ରସୁଣ ଚୋପା କି ଛଡେଇଦେଲି ଏଇ ମେସିନରେ ସେଟା ପକେଇଛି। ରସୁଣ ସବୁ ପକେଇଦବ। ସେଇଟା ଏମିତି ସବୁ କରିଦବ। ସେ ପୁରା ଚୁନ ଚୁନ ହେଇଯିବ ନା। ସେ ରସୁଣ ଚୋପା ସବୁ ସେଇରେ ପଡିବ। କାଢିକି ଦିଏ ଥୋଇଲି। ତାପରେ ରଖିଲି। କଣ ବୁଲିଆ ବୁଲିଆ ଲାଗୁଛି। କଣ ପଡିଦେଇକି ଖାଲି ଲାଗୁଛି। କଣ ଖାଲି ଲାଗୁଛି ତ? କଣ ପଡିନି? କଣ ଖାଲି ଲାଗୁଛି? ସୋୟା ସସ୍ ନା ପରିବା ଆଉ ପୁଣି କଣ ପଡିବ? ଏତିକି ପଡେ। ଆଉ କଣ ଗାଜର ଟା ପଇଲା ଆଉ କ୍ୟାବେଜ ଟା ପଇଲା। ବନ୍ଧାକୋବି ଆଉ କଣଟା ପଇଲା? ପିଆଜ ଟା ପଇଲା। ଆଉ କଣ ଦରକାର? ତୁ ତ ନୂଆ ରେସିପି ତୋର ବନଉଛୁ ତୋର କରିବା ଆଉ। ତୁ ଆଜି ବନା ଆମେ ଖାଇବୁ ଆଉ। ତ ଆପଣ ମାନେ ଦେଖନ୍ତୁ ପରି ଆଜି ଇଭିନିଂରେ ନୂଆ ରେସିପି ବନଉଛି। ତତେ ଆସେଟି? ତେଲ ଅଧିକା ଅଏଲ ଦେନା। ହାଲକା ଅଏଲରେ କର। ଜଲଜିରା ପକେଇଦେବି ଯାଉଛି। ଜଲଜିରା ପକେଇ କରିଦବୁ? ପରି କଣ କଲେଣି ଜଲଜିରା ପକେଇ କରିବେ। ମସଲା କଲି ଜଲଜିରା ଭିନେଗାର ଟିକେ ନା ପକା ନହେଲେ ଖଟା ଲାଗିବ। ବାସ୍ ତ ଲୋରି ବର୍ତ୍ତମାନ ଆସିଗଲା। ବହୁତ କଷ୍ଟରେ ଆସିଛନ୍ତି। କୁଆଡେ ଯାଇଥିଲେ ଆସିକି ଏତେବେଳେ ଆସିଲେ ଦେଖନ୍ତୁ। ଲୋରି କୁଆଡେ ଯାଇଥିଲେ ଏତେବେଳେ ହେଲାଣି?
ପରେ ତ ମୁହଁଟା ପୁରା ଏକ୍ସପ୍ରେସନ୍ ପୁରା ଅଲଗା ଚେଞ୍ଜ କରିଦେଉଛି। ପରିବା ଗୋଟେ କ'ଣ ବନଉଛି ଦେଖିବୁ ଆସ। ତୁ ତ ତୋର କ'ଣ ଅଛି, ତୁ ବୁଲି ବାଲିକି ଆସିବ ଆଉ କ'ଣ ଅଛି। କ'ଣ ନେଇକି ଆସିଛି? ଲୋରି ନେଇକି ଆସିଛି ଚାଟ୍। କ'ଣ ଲୋରି ନେଇକି ଆସିଛି ଚାଟ୍। ପରି ବନଉଛି କ'ଣ ଦେଖ। ମନ ମନ କ'ଣ ତୋର ହେଲା ଧ ଲୋରି କି ପିଲାଟା ମୁଁ ଜାଣିପାରୁନାହିଁ। ଟିକେ କାମ କଲାଣି ମାନେ କାମ ପୁରା ବୋରିଂ ହେଇଗଲାଣି, ସେଥିପାଇଁ ଖାଇଲା ଟିକେ। ତ ବର୍ତ୍ତମାନ ପ୍ରସ୍ତୁତ ଚାଲିବ, ଏଇଟା ଭଜା ହେଇ ସାରିଲା। ତାପରେ କ'ଣ ହେଇଛି ରୋଷେଇ କଲେ ତମର କ'ଣ ଅସୁବିଧା ହଉଛି? ମାମୁଁ ଚିଡ଼ିଲେ କ'ଣ କରିବା ଆମେ? ଆମର ତ ପରେ ତାର ଲାଗିଛି। ମୁଁ ବି ଜାଣିନି ପରେ କ'ଣ ଆଇଟମ୍ କରୁଥିଲି, ସତ କଥା କହୁଛି। ତାପରେ ମୁଁ ଆସିଲା ବେଳକୁ କ'ଣ ଖଡ଼ ଖଡ଼ ଶୁଭୁଛି। ତାପରେ ଦେଖିଲା ବେଳକୁ ପରେ ଗୋଟେ କାଟି କୁଟି ସବୁ ରେଡ଼ି କରି ରଖିଥିଲା ଆଉ। ଆଜି ଗୋଟେ ପୁଣି ରେସିପି ପରି ବନେଇଛି। ପୁଣି ଗୋଟେ ସେଇ ଯେଉଁ ମେସିନ୍ଟା ଆଣିଥିଲି କେବେ ବି ହେଇନି, ଆଜି ଫାର୍ଷ୍ଟ ଟାଇମ୍ ହେଲା ନା ପରି। ସେଇଥିରେ ଯେଉଁ ଆଜି ସେଇଥିରେ ଗ୍ୟାସ୍ କଥା ବନା କଟରଟାରେ ପରି କ'ଣ ବନ୍ଧାକୋବି ନୂଆଟା ଏଇଥିରେ ମୁଁ କାଟିକି ପୁରା ସବୁ ରେଡି କରିଦେଲି, ଆଉ କିଛି ନାହିଁ। ମୁଁ କହିଲି ଆସିବି ଯାଉଛି କ'ଣ କରିବି ତ ଦେଖିଲି। ଆଗ ଏଇଟା ଖୋଲିଲି, ଏଇଠି ଥିଲା ମଇଦାଟା, ସେଠି ଥିଲା ଗାଜରଟା, ଏପଟେ ଥିଲା ବାଁ ପଟେ ଥିଲା ବନ୍ଧାକୋବି, ଆଉ କ'ଣ ଦରକାର ପିଆଜ ଆଉ ରସୁଣ ତ ଅଛି, ଆଉ ସବୁ ଜିନିଷ ରେଡି ଅଛି ନା କ'ଣ ସଇଲା। ଆଉ କ'ଣ ଦରକାର? କିଛି ଦରକାର ନାହିଁ। କ'ଣ ଆସିଗଲ? ବର୍ତ୍ତମାନ ଚାଲ ଆମେ ଚାଟ୍ ଟିକେ ଖାଇବା। ଲୋରି ନେଇକି ଆସିଛି ଚାଟ୍। ଚାର ଟେଷ୍ଟଟା କ'ଣ ଅଛି? ତୁ କ'ଣ ଜରି ଫରି ପକେଇଛୁ? ଜରିଟା ଫୋପାଡ଼ୁନୁ। ତୋର ତ ସବୁ କାମ ଏମିତି ଆଉ। ଟିକେ ବସି ପଡ଼ିଆ ଖାଇବା। ଟେଷ୍ଟଟା କ'ଣ ହେଇଛି? ଜରିଟା ପକେଇଛୁ, ଜରିଟା କେମିତି କାଢ଼ିବୁନୁ ତାକୁ ନେଇକି? ବାହାରେ ପକେଇଛୁ ନା? ବାହାରେ ପକେଇଛୁ ନା? ମୁଁ ଖାଇବିନି। ପେଟଟା ସେ ବୁଢ଼ା କୋଉଠି ବସିଥିବ, ମୁଁ ଖାଇବିନି। ମୋ ପେଟରେ ଆଗ ପଶିଲାଣି ବୁଢ଼ା। ହଁ ସେ ବୁଢ଼ା ଅନେଇଥିବ, ମୁଁ ଖାଇସାରିଲାଣି, ମୋ ପେଟରେ ଆଗ ପଶିଛି। ଟିକେ ନେଇ ପକେଇଦିଅ ନା, ସେ ବୁଢ଼ା କୋଉଠି ଅନେଇଥିବ, ଟିକେ ନେଇ ପକେଇଦିଅ। ତମକୁ ଭଲ ପାଇକି ଅନେଇଥିବ। ନା 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 ମୁଁ ଜମା ଖାଇବିନି ତ। ସେ ବୁଢ଼ା ପେଟ ବସେ ରାତିରେ ମୁଁ ଶୋଇପାରିବିନି, ପେଟ କାଟିବ ମୋର। ନା ନାଇଁ କଥା ତମେ ଝୁଙ୍କର ମୁଁ କିଛି କାଢି ବୁଝିବନି। ପକେଇକି ମୁଁ ଖାଇବିନି ନହେଲେ। ମୁଁ ପକେଇବି लो ପରେ ଟିକେ ପକେଇଦିଅ, ଆସ୍ତେ କଥା ଟାଇଲ ଫାଟିଯିବ। ତେଲ ମୋର ଆସିଗଲା, ରେଡି ହେଇଗଲା, ମୁଁ ଖାଇବି। ନା ନା ପକେଇଲା କହୁଛି ଖାଇବି ସେ ଦୂର ଛାଟେ। ପରେ ପନିର ଆଣି ଇଏ କରିଦେଲି। ନାଇଁ 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 ଯାହା ଅଛି ସେଟା କରି ଖାଇଦେବା। ଦେଖିए टेस्ट କରିବା କେମିତି ଲାଗୁଛି। ହାତରେ କି ଖାଅ କମେଣ୍ଟ କରିବ ଟିକେ। ହଜାର ହଜାର ଚାମୁଚୁ ମୋ ଘରେ, କିନ୍ତୁ ମୁଁ ହାତରେ ଖାଏ। ଯେତେ ଯାହା ହେଇଯାଉ ହାତରେ ଖାଇବି। ପାଣି ହେଇ ପିଇ ଦେଇଥାନ୍ତି, ତେଲଟାକୁ ପାଣି ହେଇ ପରି ପିଇ ଦେଇଥାନ୍ତା। ଆଜି ତେଲକୁ ପରେ ପାଣି ହେଇ ପିଇ ଦେଇଥାନ୍ତା। ନା ତା ଦାଣ ତ ସେ କେମିତି ହେଲା ରିଆକ୍ଟ କଲା କାହିଁକି? ନିଜେ କହିଲୁ ଆଣିଥିଲି, ଚାଙ୍ଗା ଲାଗୁଛି। ଶିବନ ମାଛ ଖାଇବ। ଦୀପ ଅଙ୍କଲ ବି ଶିବନ ପ୍ଲିଜ ରାଗିବ ନାହିଁ। ମାମୁଁ ଭାଣିଜି ଯେତେବେଳେ ସମ୍ପର୍କ ଡାକନ୍ତି ଖାଇଦିଅ ଶିବନ। ଲୋରି ଗାଳି ଖାଇବ ରେ। ଏମିତି ଶୋଧୁଛନ୍ତି ଆଉ।
କହୁଛ ମୁଁ ତମେ ସବୁ ଖାଉଛ ଏମିତି ମୁଁ ଜମା ଭିଡ଼ ଦେଖିବିନି। ଦେଖନ୍ତୁ କୋଉ ଯାଏଁ ଆମର ଚାଲିଲାଣି ପୁରା ଅଲରେଡ଼ି ସେତିକି ଯାଏଁ ସରିଗଲାଣି। ପରିବାର ଲାଗି ପଡ଼ିଛି, ସିଏ ତ ଆମର ଘୋରି ଘାରି ବସିଛନ୍ତି। ତେର ମହାରାଣୀ ଆଉ ତାଙ୍କର କ'ଣ ଅଛି, ଘୁମଉଛନ୍ତି ଏଠି ଉପରେ। ମମି କହିଲା ମୋଟା ହେଲେ ଯାଇ ଡ୍ରେସଟା ପିନ୍ଧିବି। କ'ଣ କହିଲେ? ଆରେ ଗୋଟେ ଡ୍ରେସଟା ପାଇଲି ଗଡ଼ରେଜରୁ ହେଲା, ନୂଆ ଡ୍ରେସଟା ହେଲା, କହିଲା ମୋଟା ହେଲେ ଯାଇକି ପିନ୍ଧିବି। ସେ ମୋଟା ହବ ଆଉ ଡ୍ରେସ୍ ପିନ୍ଧିବ, ଛୁଆ ପିନ୍ଧିବ ରହିଲା ଆସିକି। ପରି କେମିତି ବନଉଛି ଦେଖନ୍ତୁ ରେସିପି। ବନେଇ ପାରୁନାହିଁ, ଯାହା ହଉ ଯେମିତି ହଉ ତ କରିପାରୁଛି ତ, ଏଇଟା ବଡ଼ କଥା। ଦେଖନ୍ତୁ କେମିତି କରିଛି। ଆରେ ଲମ୍ବେଇ ଲମ୍ବେଇ ଖାଆନ୍ତି। ସିଝିବ ତ ଗୋଟେ ସେଞ୍ଚୁରୀ। এইটা এইটা ଖାଇଦେବା ଦେଇଦେବୁ। ରେଡି 5 ମିନିଟରେ ପ୍ରସ୍ତୁତ ହେଲା ମଣ୍ଡା ପିଠା। ପରେ କ'ଣ ମଣ୍ଡା ପିଠା ନା କୋଉ ପିଠା ଏଇଟା? ନୂଆ ଭେରାଇଟି ପିଠା। ପରେ କୋଉ ପିଠା ଇଏ? ପରେ କୋଉ ପିଠା? ନୂଆ ପିଠା। ନୂଆ ପରି ବନେଇছে ନୂଆ ପିଠା ନା କ'ଣ? ପରି ଏକ ନୂଆ ପିଠା ବନେଇଛି ଆଜି। ପରି ଏକ ନୂଆ ପିଠା ବନେଇଛି। ପରି ଏକ ନୂଆ ପିଠା ବନେଇଛି। ପରି ଗୋଟାଏ ନୂଆ ପିଠା ବନେଇ ହେଲା। ରେଡି ତ? ରେଡି ଆଉ। ପରି ବନେଇଦେଲା 10 ମିନିଟରେ ମଣ୍ଡା ପିଠା। ମୋମୋର ବାସ୍ନାଟା ଅଲଗା ପ୍ରକାର ନା? ହଁ, ଦୋକାନ ମୋମୋର ବାସ୍ନା ଅଲଗା ପ୍ରକାର, ଘର ମୋମୋର ବାସ୍ନାଟା ଅଲଗା ପ୍ରକାର ନାଇଁ କି? ସେ ଗୋଟେ ପକେଇ ଗୋଟେ କ'ଣ କରନ୍ତି ଗୋଟେ। ଏଇଟା ତୁ ବନେଇଛୁ ଜାଣିଛୁ? ରୁଗୁଣା ବନେଇ ତାର ଜାଣି ମାର୍କିଂ କରିଦେଉଛି ନାଇଁ କି? ତୁ ମୋ ବଡ଼ଟା ବନେଇଛୁ, ତୁ ଭେରାଇଟି ପ୍ରକାର ମୋର। ସରିଲା? କହିଲା ମାଜିବା ଦରକାର ନାହିଁ, ଖାଇସାରିଲା ହେଇଗଲା ନା କ'ଣ? ଗୋଟେ କ'ଣ ରାଗ ଚଟଣିଟା ଆଇଲାଣି। ହେଇଗଲା ସରିଲା? କ'ଣ କହିଲୁ? ତମେ ବନେଇକି ଆଣିଲି, ତୁ ଖା। ନେ ନେ ନେ, ତୁ ନ ଖା। ଡାକୁନଥିଲି, ମିଛରେ କହୁଥିଲେ। ଲୋରି ଆସେ, ଆଜି ଖାଇବୁ ନାଇଁ? ରାଗିଛୁ? ମାନେ ସେ ଶୋଇଛି ବୋଲି ଖଟରେ ଜଣା ପଡ଼ୁନି ସେ ଶୋଇଛି ବୋଲି। ଆସେ। ତାତିଗଲା? ଟେଷ୍ଟି ଅଛି। ଯୋଉ ମତେ ଲାଗିଲା ସେ ଯୋଉ ଶାଢ଼ୀ ଫାଢ଼ୀ ଧୁଆ ହେଇଛି ଗଦା ହେଇଛି ଦେଖାଯାଉଛି। ହେଇଗଲା 10 ମିନିଟରେ ପ୍ରସ୍ତୁତ ହେଇଗଲା ଆମର ପରି ମୋମୋ। ପରି ମୋମୋ।
ଗୋଟେ ଫ୍ୟାନ୍ ଟା ଲାଗିଛି ଘଡ଼ଘଡ଼ ଘଡ଼ଘଡ଼ ଯେମିତି ଦମକଳ ଚାଲିଛି ନା ତାତିଛି କେମିତି ଖାଉଛି ଲୋ ତଳୁ ଗୋଟେ ଖାଇଯା ଦେଖୁଆ କେମିତି ଖାଉଛି ଦେଖୁଆ ଲୋରି ଦେଖ ତା ମୁହଁ କଣ ନା ତୁ ଖାଇବୁନି କଣ ପାଇଁ ଲୋରି ରାଗିଛି ଖାଇବନି ତୁ ଏତେ ଖାଉ ତୁ ଅଳ୍ପ ଖାଉ ଅନେଶା କଣ ଖାଉ